ଆଦର୍ଶ ଓ ପଲ୍ଲବୀକୁ ମର୍ଡର କରିବା ପାଇଁ ପ୍ଲାନ୍ କରିବ ରୁକ୍ସା। ଖୋକା ରୁକ୍ସାକୁ ନେଇକରି ନଳିନୀ ଦେବୀ ପାଖକୁ ଦେଖା କରିବାକୁ ଯିବ। ତାହାପରେ ରୁକ୍ସା ତାର ମମିକୁ ଦେଖା କରିବାକୁ କହୁଛନ୍ତି। ତୁ ମୋତେ ଏହା ସହିତ ଦେଖା କରିବାକୁ ଆଣିଛୁ। ମୁଁ ଏହାର ମୁହଁକୁ ବି ଦେଖା କରିବାକୁ ଚାହୁଁନାହିଁ। ତୁ ମୋତେ କହିଥିଲୁ ଇମ୍ପୋର୍ଟାଣ୍ଟ କଥା କହିବାର ଅଛି। ସେଇଥିପାଇଁ ମୁଁ ତୋ ସହିତ ଆସିଥିଲି। ତାହାପରେ ଖୋକା କହିବେ, ଏଇଟା ତୋର ଇମ୍ପୋର୍ଟାଣ୍ଟ କଥା। ମ୍ୟାଡାମ କହିଥିଲେ ବୋଲି ସେଥିପାଇଁ ଆଜି ମୁଁ ବଞ୍ଚି ଯାଇଛି। ଆଦର୍ଶ ଓ ଗୌରବ ମୋରି ପଛରେ ପଡ଼ିଛନ୍ତି। ସେଇଥିପାଇଁ ମ୍ୟାଡାମ କଥା ମାନି ଏଇଠିକୁ ମୁଁ ଆସିଯାଇଛି। ରୁକ୍ସା ଓ ମମି କହିବେ, ଏବେ ବୁଝିପାରିଲୁ ତୋର ଏ ପଲ୍ଲବୀ ଗେମ୍ ଖେଳୁଛି। ସେ ଆଦର୍ଶ ଗୌରବକୁ ଖୋକାଙ୍କ ପଛରେ ଲଗାଇଛି। ଏମଏଲଏ ଭଳି ପଛରେ ପକାଇବା ପାଇଁ। ପୁଣି କହିବେ, ସେହିଦିନ ମୋତେ ତୋତେ ଘର ବାହାର କରିବା ଠିକ୍ ନଥିଲା ମାନୁଛି। ହେଲେ ଏବେ ବି ତୋତେ ମୁଁ କହୁଛି, ସେହି ମହାପାତ୍ର ପରିବାର ସହିତ ପ୍ରତିଶୋଧ ନେବା କଥା ଭୁଲିଯା। ତୁ କାହାର ଝିଅ? ତୋତେ କେଉଁ ପରିସ୍ଥିତିରେ ବି ତୋତେ ଜାଣି ନ ପାରିବେ କଥା। ଏବେ ବି ତୋର ପାଖରେ ସ୍ୱପ୍ନ ପୂରଣ କରିବା ପାଇଁ ସମୟ ଅଛି। ତାହାପରେ ରୁକ୍ସା କହିବେ, ନାହିଁ ମମି, ଆଦର୍ଶ ଖୋକାଙ୍କ ବିଷୟରେ ସବୁ ଜାଣିଲେଣି। ଏବେ ସେମାନେ ମୋରି ପାଖକୁ ପହଞ୍ଚିବା ପାଇଁ ଡେରି ହେବ ନାହିଁ। ତେଣୁ ଏସବୁ ପାଇଁ ଗୋଟିଏ ସଲ୍ୟୁସନ୍ ଅଛି। ଆଦର୍ଶ ପଲ୍ଲବୀଙ୍କ ଡେଥ୍ ଶୁଣି ଡରିଯିବେ। ରୁକ୍ସା ମମି ଆଉ କହିବେ, ତୁ ପୁଣି ମଣିଷ ମାରିବା ପାଇଁ କଥା କହୁଛୁ। ଆଦର୍ଶ ପଲ୍ଲବୀକୁ ଏକି ପାଗଳାମି। ତୋର ଡାଡିଙ୍କର ଭଳି ତୁ ବି ଜେଲରେ ସଢ଼ିବାକୁ ଚାହୁଁଛୁ କି? ଏମିତି ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲ ଯଦି ପ୍ରଥମ କରି ଆସିଥିବେ ଭିଡ଼ିଓକୁ ଲାଇକ୍ ଓ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ।